ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଦ ଚତୁର୍ଥ ଅଧ୍ୟାୟ। ଶ୍ରୀଶୁକ ଉବାଚ ଏଥୁ ଅନ୍ତରେ ଶୁଣ ରାଏ ନାଭିର ହୋଇଲା ତନଏ ତେଣେ ଲକ୍ଷଣ ବିଷ୍ଣୁ ଠାରେ ଯେତେ ଲକ୍ଷଣ ବିଷ୍ଣୁ ଠାରେ ସକଳ ଅଛି ସେ କୁମରେ ଶାନ୍ତି ବୈରାଗ୍ୟ ଗୁଣ ଯେତେ ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ ଅତି ସମ୍ପତ୍ତି ବହୁ ଧନେ ପାଳିତ ହୁଏ ପ୍ରତିଦିନେ ବଡ଼ଇ ସୁତନ ଅନୁଦିନେ ଶୁକ୍ଳ ପକ୍ଷରେ ଚନ୍ଦ୍ର ଯେନେ ଆମାତ୍ୟ ପ୍ରିୟଜନ ଯେତେ ଦେବତା ବ୍ରାହ୍ମଣ ସହିତେ ଅବନି ତଳେ ଯେତେ ଜନେ ସାନନ୍ଦେ ହେଲେ ସର୍ବ ମନେ ତାହାର ବଳ ବୀର୍ଯ୍ୟ ଗୁଣ ଅତି ଅଦ୍ଭୁତ ସେ ଲକ୍ଷଣ ଦେଖି ତା ରୂପ ଯୌବନ ପିତା ଋଷଭ ଦେଲେ ନାମ ପୂର୍ବେ ତାହାର ସଙ୍ଗତରେ ବିବାଦ କଲେ ପୁରନ୍ଦରେ ସେ ଭଗବାନ ଯୋଗେଶ୍ୱର ଋଷଭ ନାମଟି ତାହାର ଆପଣା ମାୟା ଯୋଗ ବଳେ ଇନ୍ଦ୍ରକୁ ନିଧନ ସେ କଲେ ନାଭି ଯେ କର୍ମମାନ ଦେଖି ଲୋତକ ପୂର୍ଣ୍ଣ କଲା କି ବିକଳେ ଗଦ ଗଦ ହୋଇ ମନ୍ଦ ମଧୁରେ ସେ ବୋଲଇ ଯେ ଭଗବାନ ଯୋଗେଶ୍ୱର ପୁରାଣ ପୁରୁଷ ଠାକୁର ମାୟାର ଅଂଶ ରୂପ ହୋଇ ଯେ ଲୀଳା ଶରୀରେ ବହଇ ତାହାକୁ ପୁତ୍ର ଭାବ କରି ବଦନେ ବଚନ ଉଚ୍ଚାରି ସ୍ନେହ ଭାବରେ ସେ ଭଜିଲା ପରମ ସୁଖ ସେ ପାଇଲା ଏଥୁ ଅନ୍ତରେ ନୃପମଣି କୁମର ବୁଦ୍ଧି ବଳ ଜାଣି ଆତ୍ମୀୟ ବ୍ରାହ୍ମଣକୁ ରାଇ ରାଜାର ପଣପୁତ୍ର ଦେଇ ସେ ମେରୁ ଦେବୀ ପତ୍ନୀ ତାର ସଙ୍ଗତେ ଘେନି ରୂପବର ବଦରୀ ଆଶ୍ରମେ ରହିଲା ପରମ ତପ ଆଚରିଲା ସୁହୃଦ ଭାବେ ସେ ରାଜନ ଚିନ୍ତଇ ପ୍ରଭୁ ଭଗବାନ କେତେ ହେ ଦିନେ ସେ ତପ କଲା ଅନ୍ତେ ଯେ ମୁକ୍ତି ଲଭିଲା ତାହାର ଯେତେ ପୁଣ୍ୟାନ୍ତର ଗାୟନ କରନ୍ତି ସଂସାରେ ଏମନ୍ତ ସଂସାରେ କେହେବ ନାଭିର ପୁଣ୍ୟ ଆଚରିବ ଯାହାର ଶୁଦ୍ଧ ବାବୁ କରି ପୁତ୍ର ହୋଇଲେ ନରହରି ସେ ରାଜା ବିପ୍ରଭକ୍ତି ବହି ଯଜ୍ଞ ପୂଜିଲେ ଭାବଗ୍ରାହୀ ଯଜ୍ଞରେ ପ୍ରଭୁଦ ଚକ୍ରଧର ହୋଇଲେ ନୟନ ଗୋଚର ଏଥୁ ଅନ୍ତରେ ନୃପମଣି ସେ ଯେ ନୃପ ଶୁଣ ସେ ଯେ ଋଷଭ ଭଗବାନ ଗୁରୁକୁଳକୁ ବସ କଲେ ଲୋକରେ ଧର୍ମ ଦେଖାଇଲେ ସମସ୍ତ ବିଘ୍ନ ପୂର୍ଣ୍ଣ କରି ଗୁରୁଙ୍କ ଆଜ୍ଞା ଶିରେ ଧରି ଗୃହସ୍ଥ ଧର୍ମ ଆଚରଣ କରନ୍ତି ସଂସାର କାରଣ ଗୁରୁ ସନ୍ତ ସେ ଦେଲେ ବର ହୋଇବ ସତେକ କୁମର ଏମନ୍ତ ଗଲା କେତେ ଦିନ ଋଷଭ ରୂପେ ଭଗବାନ ବେଦ ଚରିତ କର୍ମ ରୂପେ ବିବାହ ହୋଇଲେ ଯଥାଚିତେ ପୂର୍ବରେ ଇନ୍ଦ୍ରର ଦୈବତ ଐଶ୍ୱର୍ଯ୍ୟ ଆଦି ଯେ ରହିତ ତହିଁ ବିବିଧ ଭୋଗ କରି ଆନନ୍ଦେ ସଂସାରେ ବିହରି ଯଥାକାଳରେ ତାହାଙ୍କର ହୋଇଲା ସତେକ କୁମର ଏହାଙ୍କ ମଧ୍ୟରେ ମହାବୀର ଶ୍ରେଷ୍ଠ ଯେ ଭକତ କୁମର ଏ ଭୂମି ଯାହାର ନାମରେ ଭାରତ ହୋଇଲା ସଂସାରେ ଏନବ ତାର ଯେ ଅନ୍ତରେ ହୋଇଲେ ଋଷଭ କୁମରେ ଜେଇଲା ବର୍ତ କୁଶାବର୍ତ ଇନ୍ଦ୍ର ସ୍କୁକ ଯେ ବ୍ରହ୍ମାବର୍ତ ମଳୟ କେତୁ ଯେ ନନ୍ଦନ ବିଦର୍ଭ ଭଦ୍ରସେନ ବିକଟ ଆଦି ନବ ପୁତ୍ର ପଛେ କହିବା ତାଚରିତ ଭରତ ଅନୁଜ ଯେ ନବ ଶୁଣ କହିବା ରାଜା ଦେବ ପ୍ରବୁଦ୍ଧ ଯେ ପିପଳାୟନ ଦ୍ରାବିଡ଼ ଆବିର୍ହୃତ ନାମ ଚମସ ଅନ୍ତରୀକ୍ଷ କବି କର ଭାଜନ ଆଉ ହବି ଏନର ଶ୍ରେଷ୍ଠ ଭାଗବତ ପବିତ୍ର କଲେ ଜଗତ ପୂର୍ବେ ବସୁଦେବ ନାରଦ ଦେଇ ଅଛନ୍ତି ସେ ସମ୍ବାଦ ସେଠାରେ ବର୍ଣ୍ଣନା ବନିବାନ ସମସ୍ତେ ଶୁଣ ରାଜନ ପରକ୍ଷିତ ଏକାଶୀ ପୁତ୍ରଙ୍କ ଚରିତ ଶୁଣ କହିବା ଏକାଚିତ ଶ୍ରୋଣିତ ସୁଶୀଳ ମହାନ୍ତ ପିତାର ଆଜ୍ଞାରେ ସେ ରତ ସ୍ୱାତିକ କର୍ମରେ ନିପୁଣ ସଂସାରେ ହୋଇଲେ ବ୍ରାହ୍ମଣ ଏ ଅନ୍ତରେ ଯେ ଈଶ୍ୱର ଋଷଭ ନାମେ ଯୋଗେଶ୍ୱର ସେ ନିତ୍ୟ ଅବୟ ଅନନ୍ତ ପରମାନନ୍ଦ ଯେ ନିବୃତ ମାୟାର ବଳେ ଦେହ ଧରି ଅନେକ କାଳ ସେ ବିହରି ଧର୍ମ ଆଚରି ଶିକ୍ଷା ଗୁଣ ଦିଅନ୍ତି ପ୍ରଜାଗଣେ ଦାନ ପରମ ଦୟାଳୁର ଗୁଣ ସର୍ବଭୂତରେ ମିତ୍ରପଣ ପ୍ରତିପାଳନ୍ତି ପ୍ରଜାଜନ ପୁତ୍ରକୁ ପିତା ହିଁ ଯେସନ ସେହି ପ୍ରକାରେ ନୃପବର ପାଳନ କରନ୍ତି ସଂସାର ଉତ୍ତମ କାଳେ ଶୁଦ୍ଧ ଜଳେ ନାନା ସମ୍ଭାର ସେ ନିଶ୍ଚଳେ
ଅତି ସମ୍ପତ୍ତି ଅନୁକ୍ରମେ ଯଜ୍ଞ କରନ୍ତି ଶୁଦ୍ଧ ମନେ। ହେମନ୍ତ କଲେ ଯଜ୍ଞ ସତ ବେଦ ଚରିତ ଯଥା ଚିତ ଋଷଭ ପରିପାଳେ ମୋହି ହେମନ୍ତେ କେ ବା ଅଛଇ ଦରିଦ୍ର ହିଂସା ଖଳ ଆଦି ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ବିଦ୍ୟା ପ୍ରାର୍ଥନା ଯେ କରଇ ହେମନ୍ତ ଜନ କେହି ନାହିଁ ଭିନ୍ନ ଭକ୍ତି ବିଭିନ୍ନ ବିନୁଆନ ଅନ୍ୟ ନ ବାଛନ୍ତି ଯେ ଜନ। ଏବେ ହୋ ଶୁଣ ସାବଧାନେ ଋଷଭ ବୋଲି ଏକ ଦିନେ ବ୍ରହ୍ମ ସଭା ମଧ୍ୟରେ ଯାଇ ତନୟ ମାନେଛନ୍ତି ତହିଁ କୋମଳ ମଧୁର ବଚନ ଶିକ୍ଷା କରନ୍ତି ସେ ରାଜନ କହନ୍ତି ହିତ ବାକ୍ୟ ମାନ ଶୁଣନ୍ତି ଯେତେ ସଭାଜନ କହଇ ଦାସ ଜଗନ୍ନାଥ ଋଷଭ ନାରାୟଣ ଅଂଶ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୈୟାସିକା ପଞ୍ଚମ ସ୍କନ୍ଧେ ऋषभ चरिते नाम चतुर्थोऽध्याय। श्रीमद्भागवत